ଏହି କାହାଣୀରେ ଓ ଏଥିରେ ଥିବା ଚରିତ୍ର ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ କାଳ୍ପନିକ ଅଟେ। ଏହା କେବଳ 18 ବର୍ଷରୁ ଊର୍ଦ୍ଧ୍ୱ ପିଲାମାନଙ୍କ ପାଇଁ ଅଟେ। ନମସ୍କାର ଫ୍ରେଣ୍ଡ, ସ୍ୱାଗତ କରୁଛି ମୋର ୟୁଟ୍ୟୁବ ଚ୍ୟାନେଲ ରୋମାଣ୍ଟିକ କୁଇଜ ଦୁନିଆରେ। ଆଜି ମୁଁ ଆପଣମାନଙ୍କ ପାଇଁ ପାର୍ଟ 2 ଭିଡ଼ିଓଟି ନେଇ ଆସିଛି, ତ ଚାଲନ୍ତୁ ଷ୍ଟାର୍ଟ କରିବା। ଯଦି ଆପଣମାନେ ମୋର ପାର୍ଟ 1 ଭିଡ଼ିଓଟିକୁ ଦେଖିନାହାନ୍ତି ତାହେଲେ ମୋ ଚ୍ୟାନେଲକୁ ଯାଇ ପାର୍ଟ 1 ଭିଡ଼ିଓଟି ଦେଖିପାରନ୍ତି। ଏମିତି କଥା ହେଉ ହେଉ ମଞ୍ଜୁ ଦେହରେ ଲାଗିଗଲି। ମଝିରେ ମଝିରେ ତା ଦୁଧ ଚିପୁଥିଲି ଓ ବିଆରେ ହାତ ମାରୁଥିଲି। ମଞ୍ଜୁ ବି ଟିକେ ଗରମ ହୋଇଯାଇଥିଲା। ତାପରେ ପୁଣି ଥରେ ଆମେ ଜୋର ଜୋରରେ ଘିଆଁ ଘିଇଁ ଝଡ଼େଇ ଦେଲୁ ଓ ନିଜ ବି ପାଣି କାଢ଼ିଦେଲି ଓ ଦୁହେଁ ଶୋଇପଡ଼ିଲୁ। ପରଦିନ ଶନିବାର ଥିଲା। ସୁନିତା ଭାଉଜଙ୍କ କଥା ଭାବୁଥିଲି। ଏମିତି ସୁନ୍ଦରୀ ଓ ଗୁଣବନ୍ତ ସ୍ତ୍ରୀ ଲୋକ କିନ୍ତୁ ଅସଲ ସୁଖରୁ ବଞ୍ଚିତ। ବ୍ୟାଙ୍କ ଯିବା ବେଳକୁ ମଞ୍ଜୁ ଖାଇବାକୁ ବାଢ଼ିଦେଲା। କହିଲା, ଆଜି ତୁମ ଫେଭରାଇଟ୍ ଆଳୁ ଛୁଇଁ ବଡ଼ି ବେସର ଭାଉଜ ଖାସ୍ ତୁମ ପାଇଁ କରିଛନ୍ତି। ସତରେ ବେସରଟା ଖୁବ୍ ଟେଷ୍ଟ ହୋଇଥିଲା। କହିଲି, ଭାଉଜ ଏଇଟା ମଞ୍ଜୁକୁ ଶିଖେଇ ଦିଅ। ଭାଉଜ ହସିକି କହିଲେ, ହଉ ଶିଖେଇ ଦେବି, କିନ୍ତୁ ପାଉଣାଟା ତୁମଠୁ ନେବି। କହିଲି, କ'ଣ ନେବ ପାଉଣାରେ? ସେ କହିଲେ, ନେଲା ବେଳକୁ କହିବି ଯେ, ବ୍ୟସ୍ତ ହୁଅନି। ଲଞ୍ଚ ଖାଇସାରି ଜଲ୍ଦି ବ୍ୟାଙ୍କ ବାହାରିଗଲି। ଆଜି ବହୁତ କାମ। 2ଟା ସୁଦ୍ଧା ବ୍ୟାଙ୍କ କାମ ସାରି ଟ୍ରାଞ୍ଜାକ୍ସନ କ୍ଲୋଜ୍ କରିବାକୁ ହେବ। ବ୍ୟାଙ୍କରେ ପହଞ୍ଚି କାମରେ ଲାଗିଗଲି। ଶନିବାର ଦିନ ଟିକେ ହେକ୍ଟିକ୍ ଥାଏ। ଯାହା ହେଉ ସବୁ ଠିକ୍ ଭାବରେ ସରିଗଲା। ପ୍ରାୟ 2:30 ବେଳକୁ କାମ ସାରି ଘରକୁ ବାହାରିଲି ଓ 3ଟା ବେଳେ ଆସି ପହଞ୍ଚିଲି। ଭାବୁଥିଲି ଆଜି ମଞ୍ଜୁକୁ ଓ ସୁନିତା ଭାଉଜଙ୍କୁ କୁଆଡ଼େ ବୁଲେଇ ନେବି। ଘରେ ପହଞ୍ଚି ବେଲ୍ ମାରିଲା ବେଳକୁ ସୁନିତା ଭାଉଜ କବାଟ ଖୋଲିଲେ ଆଉ ମୋତେ ଚାହିଁ ମୁହୁର୍କି ହସିଥିଲେ। କହିଲି, କ'ଣ ଆଜି ଜଲ୍ଦି? କହିଲି, ଆଜି ଶନିବାର, ସେଥିପାଇଁ ଜଲ୍ଦି ଆସିଗଲି। ମୋ ରୁମ୍କୁ ଆସିଲି ଓ ଡ୍ରେସ୍ ଚେଞ୍ଜ କରି ଖଟ ଉପରେ ବସିଲି। ମଞ୍ଜୁର ଦେଖା ନାହିଁ। ସୁନିତା ଭାଉଜ ମୋ ପାଇଁ ପାଣି ନେଇ ଆସିଲେ। ଗୋଟେ ଟ୍ରାନ୍ସପାରେଣ୍ଟ ଶାଢ଼ୀ ଓ ସ୍ଲିଭଲେସ୍ ବ୍ଲାଉଜ ପିନ୍ଧିଥିଲେ। ଓଠରେ ହାଲକା ଲିପଷ୍ଟିକ୍ ଲଗାଇଥିଲେ। ଖୁବ୍ ସୁନ୍ଦର ଆଉ ସେକ୍ସି ଲାଗୁଥିଲେ। ପଚାରିଲି, ମଞ୍ଜୁ ଆଜି କୁଆଡ଼େ ଯାଇଛି? କହିଲେ, ମଞ୍ଜୁ ମିନିକୁ ନେଇ ଫିଲ୍ମ ଦେଖିବାକୁ ଯାଇଛନ୍ତି। ଏହା କହି ସେ ମୋତେ ପାଣି ଗ୍ଲାସଟେ ବଢ଼େଇ ଦେଇ ମୋ ପାଖରେ ବସିଲେ। ମୁଁ କହିଲି, ତୁମେ ବି ଫିଲ୍ମ ଦେଖିବାକୁ ଗଲନି? ଭଲ ଲାଗିଥାନ୍ତା। କହିଲେ, ନା ମ, ଆଉ କେବେ ଯିବି, ଆଜି ଟିକେ ରେଷ୍ଟ ନେବି ବୋଲି ରହିଗଲି। କହିଲେ ବସିଥାଅ, ମୁଁ ଯାଇ ଚାହା ବନେଇ ଆଣୁଛି। ପାଖରେ ବସିଲା ବେଳେ ସେ ମାରିଥିବା ପରଫ୍ୟୁମ୍ର ବାସ୍ନା ଖୁବ୍ ଭଲ ଲାଗୁଥିଲା। ମୁଁ କହିଲି, ତୁମେ ବସ, ମୁଁ ଯାଇ ଚାହା ବନେଇ ଆଣୁଛି। ସେ କହିଲେ, ନା ମ, ମୁଁ ବନଉଛି। ଏହା କହି କିଚେନକୁ ଗଲେ ଚାହା ବନେଇବା ପାଇଁ। ମୋତେ ଆଜି କାହିଁ ସୁନିତା ଭାଉଜ ଟିକେ ଅଲଗା ଅଲଗା ଲାଗୁଥିଲେ। ଶାଢ଼ୀଟି ଖୁବ୍ ସେକ୍ସି ଭାବରେ ପିନ୍ଧିଥିଲେ। ସ୍ଲିଭଲେସ୍ ବ୍ଲାଉଜ ଭିତରୁ ଦୁଧର କ୍ଲିଭେଜ୍ ବେଶୀ ଦେଖାଯାଉଥିଲା। ଓଠରେ ହାଲକା ଲିପଷ୍ଟିକ୍ ତାଙ୍କୁ ଆହୁରି ସେକ୍ସି କରିଦେଉଥିଲା। ଯେତେ ସମ୍ଭାଳିଲେ ବି ପୁରୁଷ ମନଟା ତାଙ୍କ ପ୍ରତି ଆକୃଷ୍ଟ ହୋଇଯାଉଥିଲା। ସେ ଚାହା ବନେଇଲା ବେଳେ କାଲି ରାତିରେ ମଞ୍ଜୁଳା କହିଥିବାର କଥା ମୋର ମନେ ପଡ଼ିଲା। ଭାଉଜଙ୍କୁ ଭାଇ କରିପାରୁନଥିବାରୁ ସେ ବହୁତ ଅଶାନ୍ତିରେ ଅଛନ୍ତି ଆଉ କାହା ପାଖକୁ ଯାଇ ମନ ଶାନ୍ତି କରିବାକୁ ଭାବୁଛନ୍ତି, ଇତ୍ୟାଦି ଇତ୍ୟାଦି। ଏକଥା ବି କହୁଥିଲେ ଯେ ସେ କଥା ଜଣା ପଡ଼ିଲା ତା ଘରେ ପୁରା ବଦନାମ ହୋଇଯିବ। ଭାବିଲି, କାହିଁ ମଞ୍ଜୁଳାର ଏଇଟା ଗୋଟିଏ ଚାଲ ନୁହେଁ ତ? ମୋତେ ନ କହି ମିନିକୁ ଧରି ସିନେମା ଯିବା ଓ ମୋ ସହ ସୁନିତା ଭାଉଜଙ୍କୁ ଏକାଠି ଛାଡ଼ିବା। ମନରେ ବହୁତ ପ୍ରକାର ଚିନ୍ତା ଆସୁଥିଲା। ଏଇ କଥା ଭାବୁ ଭାବୁ କେତେବେଳେ ସୁନିତା ଭାଉଜ ଚାହା ବନେଇ ଆସି ମୋ ପାଖରେ ଠିଆ ହେଲେଣି ମୁଁ ଜାଣିପାରିଲିନି। କହିଲେ, କ'ଣ ଭାବୁଛ ମ? ଚାହା ନିଅ। ତାଙ୍କ ହାତରୁ ଚାହା ନେଲା ବେଳେ ସେ ଟିକେ ନଇଁଗଲେ। ବ୍ଲାଉଜ ଭିତରୁ ଦୁଧ 2ଟା ଭଲ ଭାବରେ ଦେଖାଗଲା। ଖୁବ୍ ଭଲ ସାଇଜର ତାଙ୍କ ଦୁଧ। ସେ ମୋ ପାଖରେ ବସି କହିଲେ, ତୁମ ପାଇଁ ଚାହା କରିନି। ସେ କହିଲେ, ନା ମୋ ଇଚ୍ଛା ହେଉନି। ମୁଁ କହିଲି, ଏକା ଏକା ଚାହା ପିଇବାରେ ମଜା ନଥାଏ। ମଞ୍ଜୁଳା ଆଉ ମୁଁ ସବୁବେଳେ ସାଙ୍ଗ ହୋଇ ଚାହା ପିଉ। କେବେ ଯଦି ଗୋଟିଏ କପ୍ରେ ଆଣେ ତାହେଲେ ଆମେ ତାକୁ ସେୟାର କରିଦେଉ। ସେ ଟିକେ ହାଲକା ହସି କହିଲେ, ଯଦି ତୁମେ କହୁଛ ତାହେଲେ ଏ କପ୍ରୁ ଆମେ ସେୟାର କରିଦେବା। ସେ ମୋ ସହ ଚାହା କପ୍ ସେୟାର କରିବାକୁ ଗୋଟେ ଥରରେ ରାଜି ହୋଇଗଲେ। ଆଜି ସେ କାହିଁ ଭାଉଜ ପରି ନୁହେଁ, ସ୍ତ୍ରୀ ପରି ବ୍ୟବହାର କରୁଥିଲେ। ଅଧା ଚାହା ପିଇ ମୁଁ ତାଙ୍କୁ କପ୍ଟି ଦେଇଦେଲି। ସେ ମୋ ହାତରୁ କପ୍ ନେଇ ମୋ ଅଇଁଠା ଚାହାକୁ ବିନା ଦ୍ୱିଧାରେ ପିଇବାକୁ ଲାଗିଲେ। ଭାବିଲି, ଯଦି ସେ ସ୍ତ୍ରୀ ପରି ବ୍ୟବହାର କରୁଛନ୍ତି ମୁଁ ବି ତା ଫାଇଦା କିଛି ନିଏ। ମୁଁ ଆଉ ଟିକେ ପାଖକୁ ଲାଗି ଆସିଲି। ସେ ଆମ ଦେହକୁ ଦେହ ଲାଗିଗଲା। ସେ କିଛି ବି କହିଲେନି। ସାହସ କରି ତାଙ୍କ ହାତ ତାଙ୍କ କାନ୍ଧ ଉପରେ ରଖିଲି। କହିଲି, ଭାଉଜ ଆଜି ତୁମେ ବହୁତ ସୁନ୍ଦର ଲାଗୁଛ। ସେ ହସି ଦେଇ କହିଲେ, କାହିଁ ଆଗରୁ କ'ଣ ଅସୁନ୍ଦର ଲାଗୁଥିଲି? କହିଲେ, ଆଗରୁ ବି ସୁନ୍ଦର ଥିଲ, କିନ୍ତୁ ଆଜି ଆହୁରି ସୁନ୍ଦର ଲାଗୁଛ। ଏ ଶାଢ଼ୀଟି ତୁମକୁ ଖୁବ୍ ମାନୁଛି। ମୋ ମୁହଁକୁ ତାଙ୍କ ବେକ ମୂଳକୁ ନେଇ ଶୁଙ୍ଘିଲି। କହିଲି, ବଢ଼ିଆ ପରଫ୍ୟୁମ୍ ମାରିଛ। ସେ ହସି ଦେଇ କହିଲେ, ଖାଲି ମୋ ପରଫ୍ୟୁମ୍ଟା ଭଲ ଲାଗୁଛି ନା ଆଉ କିଛି? କହିଲେ, ଏ ଲିପଷ୍ଟିକ୍ରେ ତୁମ ଓଠ ବି ଖୁବ୍ ସେକ୍ସି ଲାଗୁଛି। ଏହା କହି ମୋ ଓଠକୁ ନେଇ ତାଙ୍କ ଓଠରେ ଥୋଇଦେଲି। ସେ ଚାହା କପ୍ ଖଟରେ ଥୋଇ
ତାଙ୍କ ଆଡୁ ଟାଣି ନେଇଗଲେ ଓ ଦୁହେଁ ଦୁହିଁଙ୍କ ଓଠରେ ଚୁମା ଦେବାରେ ଲାଗିଲୁ। ସେ ନିଜ ଓଠକୁ ଖୋଲିଦେଲେ ଆଉ ତାଙ୍କ ପାଟି ଭିତରେ ମୋ ଜିଭକୁ ପୁରେଇ ଓଠକୁ ଚୁଚୁମିବାରେ ଲାଗିଲେ। ସେ ବି ମୋତେ ଖୁବ୍ ସହଯୋଗ କରୁଥିଲେ। ହାତ ଉପରକୁ ଉଠିଲା ବେଳେ ତାଙ୍କ ବାଳ ନଥିବା କାଖ ମୋତେ ଖୁବ୍ ସେକ୍ସି ଲାଗୁଥିଲା। ସେ ଜାଗାର ଝାଳ ମିଶ୍ରିତ ପରଫ୍ୟୁମ୍ର ବାସ୍ନା ମୋତେ ଖୁବ୍ ଉଚ୍ଚେଜିତ କରୁଥିଲା। ମୁହଁ ସାରା ଚୁମି ତଳକୁ ଆସି ବେକ ମୂଳକୁ ଚୁମିଲି। ସେ ମୋତେ ଜାଗାରେ ଭିଡ଼ି ଧରିଥିଲେ। ମୋ ଛାତିରେ ତାଙ୍କ ଦୁଧ ଦୁଇଟା ଚାପି ହୋଇ ରହିଥିଲା। ଶାଢ଼ୀର ପଲୁ ହଟେଇ ବ୍ଲାଉଜ ଉପରେ ଦୁଧକୁ ଚିପୁଥିଲେ ଆଉ ସେ ମୋ ଗାଲରେ ଚୁମା ଦେଇ ଚାଲୁଥିଲେ। ଧୀରେ ଧୀରେ ବ୍ଲାଉଜର ହୁକ ଖୋଲିଲି। ସେ କିଛି ବି ବାଧା ଦେଲେନି। ବ୍ରା ଭିତରୁ ବଡ଼ ବଡ଼ ଗୋଲ ଗୋଲ ଦୁଧ ଖୁବ୍ ମସ୍ତ ଲାଗୁଥିଲା। ମୁହଁରେ ନେଇ ଦୁଧରେ ଚୁମା ଦେଲି। ସେ ମୋ ମୁହଁକୁ ନେଇ ସେଠି ଚାପି ଧରିଲେ। ନରମ ନରମ ମାଉଁସିଆ ଦୁଧରେ ସେ ମୋ ମୁହଁ ଘଷିବାରେ ଲାଗିଲେ। ସେମିତି ଦୁଧ ଉପରେ ମୁହଁ ଘଷିଲା ବେଳେ ମୋ ହାତ ତାଙ୍କ ପିଠି ଆଡ଼କୁ ନେଇ ବ୍ରାର ହୁକ ଖୋଲିଦେଲେ। ଖୋଲା ମୁକୁଳ ଦୁଧକୁ ପାଟିରେ ନେଇ ଚୁଚୁମିବାରେ ଲାଗିଲେ। ଗୋଟିଏ ଚୁଚୁମିବା ପରେ ସେ ଆର ଦୁଧଟାକୁ ମୋ ପାଟିରେ ଗେଞ୍ଜି ଦେଲେ। ଏହି ସମୟରେ ମୋ ପାଇଜାମା ଉପରେ ହାତ ରଖି ମୋ ବାଣ୍ଡକୁ ଆଉଁସିବାରେ ଲାଗିଲେ। ସେ ବାଣ୍ଡ ସେତେବେଳକୁ ପୁରା ଟାଣ ହେବାରେ ଲାଗିଲାଣି। ନିଜ ପାପୁଲିରେ ସେ ପାଇଜାମା ଉପରୁ ବାଣ୍ଡଟିକୁ ସାଇଜରେ ମାପୁଥିଲେ। ପଚାରିଲେ, କ'ଣ ଦେଖୁଛ ଭାଉଜ? ସେ କହିଲେ, ସେ କିଛି ନ କହି ମୋ ମୁହଁକୁ ଉଠେଇ ଗାଲରେ ଚୁମା ଦେବାରେ ଲାଗିଲେ ଆଉ କହିଲେ, ଆଜି ବହୁତ ଦିନ ପରେ ଗୋଟିଏ ଅସଲ ମରଦକୁ ପାଇଛି ସ୍ୱରୂପ। ମୁଁ ତାଙ୍କ ଦୁଧକୁ ଆସ୍ତେ କାମୁଡ଼ି କହିଲି, ମରଦକୁ ପାଇ କ'ଣ କରିବ? କହିଲେ, ସବୁ କିଛି କରିବି ସ୍ୱରୂପ, ଯାହା କହିବ ସବୁ କହିବି। ମୁଁ ତାଙ୍କ ହାତକୁ ପାଇଜାମା ଭିତରୁ ପୁରେଇ ମୋ ବାଣ୍ଡ ତାଙ୍କ ହାତରେ ଧରେଇଲି। ସେ ନିଜ ନରମ ପାପୁଲିରେ ମୋ ବାଣ୍ଡକୁ ସାଉଁଳିବାରେ ଲାଗିଲେ ଆଉ ମୁଁ ବି ତାଙ୍କ ଶାଢ଼ୀ ଟେକି ପ୍ୟାଣ୍ଟି ଉପରେ ହାତ ରଖି ଆଉଁସିଲି। କିଛି ସମୟ ପରେ ମୁଁ ତାଙ୍କ ଶାଢ଼ୀ ଓ ସାୟା ଖୋଲିଦେଲି। ସେ ବି ମୋ ଗଞ୍ଜି ବାହାର କରିଦେଲେ। ମୋତେ ଖଟରେ ଶୁଆ ଦେଇ ମୋ ଉପରକୁ ଚଢ଼ି ଆସିଲେ। ମୋ ମୁହଁ ସାରା ଚୁମା ଦେଇ ଚାଲିଲେ। ତାପରେ ବେକ ମୂଳରେ ଚୁମା ଦେଇ ଓ ଆସ୍ତେ ଆସ୍ତେ ତଳକୁ ଆସିଲେ। ବେକ ମୂଳ ପରେ ମୋ ଛାତିରେ ଚୁମା ଦେଲେ। ମୋ ଛୋଟ ଛୋଟ ନିପଲ ଉପରେ ଜିଭ ଲଗେଇ ଚାଟିଲେ। ସେଠି ଆସ୍ତେ କିନା କାମୁଡ଼ିଲେ। ତାଙ୍କ ଦୁଧ ମୋ ଦେହରେ ଘଷି ହେଉଥିଲା। ପେଟ ତଳିପେଟରେ ସବୁଠି ଚୁମା ଦେଉଥିଲେ। ଆସ୍ତେ ଆସ୍ତେ ମୋ ପାଇଜାମା ଆଡ଼େ ମୁହଁ ଆଣିଲେ। ପାଇଜାମା ଉପରେ ବାଣ୍ଡ ପାଖରେ ଚୁମା ଦେଲେ। ପାଇଜାମାକୁ ତଳକୁ ଟାଣି ମୋ ବାଣ୍ଡକୁ ବାହାର କଲେ। ମୋ ବାଣ୍ଡର ସାଇଜ ଦେଖି ଖୁସି ହୋଇଗଲେ। କହିଲେ, ଓ ସ୍ୱରୂପ, ବଢ଼ିଆ ଯନ୍ତ୍ରଟେ ରଖିଛ। କହିଲି, ସୁନିତା, ଏ ଯନ୍ତ୍ରଟି ଏବେ ତୁମର, ତୁମେ ଏହା ସହ ଯାହା କରିପାରିବ। ସେ ଖୁସି ହୋଇ ମୋ ବାଣ୍ଡରେ ଚୁମା ଦେଲେ ଆଉ ବାଣ୍ଡକୁ ନେଇ ନିଜ ଦୁଧରେ ଘଷିଲେ। ବାଣ୍ଡ ଉପରରୁ ଚମଡ଼ାଟିକୁ ଟାଣି ତଳକୁ କରିବାରେ ଲାଗିଲେ। ମୁଁ ଆଖି ବନ୍ଦ କରି ଏସବୁର ମଜା ନେଉଥାଏ। ମୋ ବାଣ୍ଡକୁ ମୁଠେଇ ଧରି ସେଠାରେ ଚୁମା ଦେଲେ। ଜିଭ ଖୋଲି ବାଣ୍ଡ ମୁଣ୍ଡିଟିକୁ ଚାଟିବାରେ ଲାଗିଲେ। ମଞ୍ଜୁଳା ସହ ବାହାଘର ପରେ ନୂଆ ନୂଆ ଆମେ ଏପରି ମଜା କରୁଥିଲୁ। କିନ୍ତୁ ଆସ୍ତେ ଆସ୍ତେ ଏସବୁ ଆଉ ସବୁଦିନ ହୁଏନି। ମଝିରେ ମଝିରେ କେବେ କେମିତି ସୁନିତା ଏସବୁ କରିଥାଏ। ଆଜି ସୁନିତା ଭାଉଜଙ୍କ ଏମିତି କାମ ମୋତେ ବଢ଼ିଆ ଲାଗୁଥିଲା। ମୁଁ ଆଖି ବୁଜି ସବୁ ଉପଭୋଗ କରୁଥିଲି। ବାଣ୍ଡ ମୁଣ୍ଡିକୁ ଚାଟି ଚାଟି ନିଜ ମୁହଁରେ ବାଣ୍ଡକୁ ପୁରେଇ ଦେଇ ଚୁଚୁମିବାରେ ଲାଗିଲେ। ମୁଁ ତାଙ୍କ ଦୁଧକୁ ହାତରେ ଧରି ଚିପୁଥିଲି। ତାଙ୍କ ଭୁଣ୍ଡିକୁ ଆଙ୍ଗୁଠିରେ ମନ୍ଥୁଥିଲି। ଦୁଧ ଭୁଣ୍ଡି ପୁରା ଟାଣ ହୋଇଯାଇଥିଲା। ମୁଁ କହିଲି, ସୁନିତା, ଏଥର ମୋତେ ବି ତୁମ ରସ ଖାଇବାକୁ ଦିଅ। ସେ ହସିଦେଇ ମୋ ଉପରେ ଶୋଇଗଲେ ଆଉ ମୋ ଗାଲରେ ଚୁମାଟେ ଦେଇ ନିଜେ ତଳକୁ ଆସି ମୋତେ ଉପରକୁ ନେଇ ଆସିଲେ। ମୁଁ ତାଙ୍କ ମୁକୁଳା ଦେହ ସାରା ଚୁମା ଦେଇ ଚାଲିଲି। ଦୁଧ ଦୁଇଟିକୁ ଭଲ ଭାବରେ ଦୁଧକୁ ଚୁଚୁମିଲି। ମୁହଁ ଲଗେଇ ଦୁଧକୁ ଚୁଚୁମିଲି। ଦୁଧରେ ହାଲକା ହାଲକା କାମୁଡ଼ିଲି। ତାଙ୍କ ଦୁଧରେ ଦାଗ ଛାଡ଼ିଦେଲି। ଦୁଧ ଭୁଣ୍ଡିକୁ କାମୁଡ଼ିଲି। ମୁହଁ ତଳକୁ ଆଣି ନାଭିରେ ଚୁମା ଦେଲି। ତଳି ପେଟରେ ଚୁମା ଦେଲି। ପ୍ୟାଣ୍ଟି ଉପରେ ହାତ ରଖି ବିଆ ଉପରେ ଆଙ୍ଗୁଠିରେ ସଲସଲ କଲି। ସେ ଖୁବ୍ ଉତ୍ତେଜିତ ହୋଇଯାଉଥିଲେ। ତାଙ୍କ ମୁହଁରୁ ଜୋର ଜୋରେ ନିଶ୍ୱାସ ବାହାରୁଥିଲା। ତାଙ୍କ ପ୍ୟାଣ୍ଟିଟିକୁ ଟାଣି ଦେଇ ତଳକୁ କଲି। ଗୋରା ଗୋରା ଜଙ୍ଘ ସାଇଡରେ ବିଆ ଦେଖାଗଲା। ସେଦିନ ବୋଧେ ବିଆକୁ ସେଭ୍ କରିଥିଲେ। ପୁରା ଚିକଣ, ଗୋଟିଏ ବି ବାଳ ନଥିଲା। ବିଆ ଉପରେ ହାତ ରଖି ସାଉଁଳିଲି। ବିଆ ଫାଙ୍କରେ ଆଙ୍ଗୁଠିଟି ଗେଞ୍ଜିଲେ। ସେ ଖାଲି ଏକ୍ସପ୍ରେସନ ଦଉଥିଲେ। ବିଆ ସେଣ୍ଟିକୁ ଘଷିଲି। ବିଆରେ ଚୁମା ଦେଲି ଓ ସେଣ୍ଟିକୁ ଚାଟିଲି। ସେଣ୍ଟିକୁ ଚାଟୁ ଚାଟୁ ବିଆ ଭିତରେ ଆଙ୍ଗୁଠିଟି ଗେଞ୍ଜି ତଳ ଉପର କଲି। ଭୋକିଲା ବିଆ ଖୁବ୍ ଶୀଘ୍ର ପାଣି ଛାଡ଼ିଦେଲା। ଭାଉଜଙ୍କ ଉପରେ ଶୋଇପଡ଼ିଲି ଆଉ ମୁହଁ ସାରା ଚୁମା ଦେଲି। ଭାଉଜଙ୍କୁ ଉପରକୁ ଆଣି ମୁଁ ତଳେ ଶୋଇପଡ଼ିଲି ଆଉ ମୋ ପେଟ ଉପରେ ତାଙ୍କୁ ବସେଇଦେଲି। ସେ ମୋ ପେଟରେ ବସି ତଳୁ ମୋ ବାଣ୍ଡଟିକୁ ଧରି ବିଆରେ ଥୋଇଥିଲେ ଆଉ ମୁଁ ତାକୁ ବିଆରେ ପୁରେଇଦେଲି। ସେ ମୋ ଉପରେ ବସି ଉଠ ବସ ହେବାରେ ଲାଗିଲେ। ଓଦା ବିଆରେ ବାଣ୍ଡ ପୁରା ପଶି ଯାଉଥିଲା। ମୁଁ ତାଙ୍କ ଦୁଧ ଧରି ଚିପୁଥିଲି ଆଉ ବିଆର ମଜା ନେଉଥିଲି। କିଛି ସମୟ ପରେ ଏମିତି କଲା ପରେ ସୁନିତା, ତମେ
घोड़ी बनीजाओ। से मो कथा शुणी मो ऊपर उठी आंठू माड़ी घोड़ी बनीगले। आ मु पछपटू आसी तांको गांडी को चिपिली, गांडी को हल्का हल्का चापुड़ा मारिली। से कहले पूरे दियो स्वरूप आउ रही होनी। आज ये सुनीता को घेई घेई बहुत सुख दियो। मु सांगे सांगे पछपटू बांड को बिया भितर पूरे देली। अंटा को धरी जोर जोर स्ट्रोक मारिली। गोटे हाथ तलू नहीं दूध को चिपिबारे लगिले। डगी स्टाइल जोर जोर घेईली। आ मझिरे मझिरे गांडी को चापड़ा मारुली। गोरा गोरा गांडी रे मो हाथर चाप पड़ुला। से खाली करुले। आउ मो घिहार मजा नेउथिले। पचारिली सुनीता केमिति लागुछि? कहले ओह स्वरूप आज आउ किछि पचारनी, एमिति नॉनस्टॉप घेउ था। आज बहुत दिन पर जने असली मर्द मते घेउछि। केमिति मजा ताहा मु कहि परिबिनी। परे तांको तळे सोई ऊपर को आसिली। से गोड़ मेले बिया देखेले। से गोड़ मेले बिया देखे सोई गले। आ मु ऊपर को आसी मो बांड को बिया रे पूरे घेही चलिली। एथर जोर जोर स्ट्रोक मारी घेउतिली। दूध को दली देउतिली। दूध भुंडी को आंगुठी रे मंथी देउतिली। से मो घियार भरपूर मजा नेउतिले। आ आखि बंद करी देउतिले। ऊपर को आसी घेहीबारु से सांगे सांगे झड़ी गले। मु किंतु घेही चली था। जमार फुर्सत न दे जोर जोर घेउतिली। 3 थर झड़ी गला पर से कहले ओ स्वरूप आउ पारुनी, एथर बाहर कर दियो। मु ताको ऊपर सोई गली। आ सोईकी घेहिली। आ मोर सब पानी बिया भितर बाहर कर देली। से मते भेड़ी धरली। आ तळु मो गाल रे चुमा पर चुमा दे चलीली। किछि समय पर दुहे शांत होई गलु। मो बांडटी बिया भितर सांकुड़ी जाइतला। पचारिली केमिति लागिला? से मते भिड़ी धरी कहले ओ स्वरूप एमित सुख मु तमर प्रशांत भाई कटु भी केबे पाई नथली। सतरे मंजुला खूब लकी। समय प्राय 5:30। दुहे सांग होई बाथरूम गलु। से मो बांड को निज हाथ रे पानी ढाली सफा करिदेले। दूधरे छाड़ीथिबा दाग को से मते देखै कहले देखिल कोन करिछ? मु हसिते कहली आम प्रेमर चिन्ह। बाहर को आसी निज पोशाक पिंधिलु। से मो आगरे साड़ी ब्लाउज और ब्रा पिंधिले। ब्रार हुक लगेबारु मु तांको सहाय्य कली। कहले बस मु तुम पई किछि स्नैक्स बनै आनुची। कहली नाई थाउ, मंजुला आसिले सांग होई खाइबा। एबे किछि समय टिके रेस्ट नेबी। से मो गालरे गोटी लंबा चुमा दे कहले हौ मो राजा सोई पड़। मु मो रूम रे कबाट के आराम रे सोई पड़ली। प्राय घंटाटे पर मंजुला ओ मिनी सिनेमा देखि फेरिले। आ मंजुला कबाट बाड़ेबारु मो निद भांगिला। से आसला बेलू बाटरू सिंगड़ा और बरा धरी आसीला। आमे सांग होई खाइलु। तो फ्रेंड्स आशा करछि आज रही पार्ट 2 भिडियोटी आपन मानको बहुत भल लागिथबो। जदि भिडियोटी भल लागिथबो मो भिडियो को लाइक शेयर कमेंट एवं मो चैनल को सब्सक्राइब करी एवं जदि किछि त्रुटि अनुभव करूछन किबा निजर अनुभूति को मते शेयर करबा को चाहउछन ताले मो जीमेल मते मेसेज मते करि परिबे। तो देखाबा परवर्ती आ गोटे इंटरेस्टिंग सेक्स स्टोरी रे।